ମଣିଷ ଜନ୍ମ ନେଲା ପରେ ତାର ଲାଳନ ପାଳନ ସବୁର କର୍ତ୍ତବ୍ୟ ଦାୟିତ୍ୱ ମାର ହିଁ ଥାଏ। କିନ୍ତୁ ଏଇ ଜୀବନକୁ ବଞ୍ଚିବାର କଳା ଶିଖେଇଥାନ୍ତି ବାପା। ସେଇ ବ୍ୟକ୍ତି ଜଣକ ଯିଏ ଦୁଃଖ କଷ୍ଟ ଯନ୍ତ୍ରଣାରେ ଥାଇ ମଧ୍ୟ କାହାକୁ ଦୁଃଖ ଯନ୍ତ୍ରଣା ଜାଣିବାକୁ ଦିଅନ୍ତିନି, କିଛି କଥା କାହାକୁ ସେୟାର ବି କରନ୍ତିନି। ନିଜ ଅନ୍ତର ମଧ୍ୟରେ କୋହକୁ ଚାପି ସବୁବେଳେ ସମସ୍ତଙ୍କର ଇଚ୍ଛାକୁ ପୂରଣ କରୁଥିବା ଏକ ଶାନ୍ତ ସରଳ ମଣିଷ। ଆଜି ବିଶ୍ୱ ପିତୃ ଦିବସ। ଏହି ପିତୃ ଦିବସରେ ବହୁତ ଲୋକ ଆଜି ଜାଣିବି ନଥିବେ ଯେ ଆଜି ପିତାଙ୍କ ପାଇଁ ଦିନଟିଏ। ହେଲେ ପିତାଙ୍କ ପାଇଁ ଦିନଟିଏ କ'ଣ ଯଥେଷ୍ଟ? ସବୁବେଳେ ପିଲାମାନେ ସନ୍ତାନମାନେ ଏଇଭଳି କିଛି କରିବା ଦରକାର ଯାହା ବାପାଙ୍କ ପାଇଁ ଗର୍ବର ବିଷୟ ହେବ। କିଛି ନ କଲେ ବି ଗୋଟେ ଭଲ ମଣିଷ ହେଇ ନିହାତି ଭାବରେ ଆମେ ତାଙ୍କର ପରିଚୟକୁ ସୁଦୃଢ଼ କରିବା ଆବଶ୍ୟକ। ଏଇଆ ହିଁ ତ ତାଙ୍କ ଜନ୍ମ ଦେବାର ସାର୍ଥକତା, ଏଇଆ ହିଁ ତ ତାଙ୍କ ଋଣର ପରିଶୋଧ, ତାଙ୍କର ସମ୍ମାନକୁ, ତାଙ୍କର ଯେଉଁ ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ହିଁ ଆମର ଜନ୍ମ। ଯଦି ବି କିଛି ନ କରିପାରୁଛେ ଚେଷ୍ଟା କରିବା ନିହାତି ଦରକାର ତାଙ୍କ ମନରେ କେମିତି କଷ୍ଟ ନ ହେଉ। ପିତା ବା ମାତା ଏମାନଙ୍କର ଦିବସ ପାଳିବା ପରେ ମଧ୍ୟ ଆମ ସମାଜରେ ବହୁତ କିଛି ଆମେ ବ୍ୟତିକ୍ରମ ଦେଖିବାକୁ ପାଉଛେ। ଯେଉଁଭଳି ଭାବରେ ଆମେ ଦେଖୁଛେ ବୃଦ୍ଧାଶ୍ରମର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କ'ଣ ପାଇଁ ବଢ଼ିବାରେ ଲାଗିଛି? ଯେଉଁଠି 4-5ଟି ପୁଅ ଅଛନ୍ତି ସେଇଠି ବାପା ମା ନିଜ ହାତରେ ରାନ୍ଧି ଖାଉଛନ୍ତି। ଯେଉଁଠି ସେମାନଙ୍କୁ ସେବା ଏବଂ ଧୈର୍ଯ୍ୟ ଆଶ୍ୱାସନା ଦେବାର କଥା ଉଠୁଛି ସେତେବେଳେ ସମସ୍ତେ ପାଖେଇ ଯାଉଛନ୍ତି। କଥା କ'ଣ ନା ସମୟ ନାହିଁ। ସେଇ ବାପା କେମିତି ସମୟ ଦେଇଥିଲା ସେଇ 5-5ଟି ପିଲାଙ୍କୁ? କେମିତି ବଡ଼ କରିଥିଲା ସେ? କିଛି ମନେ ଅଛି? ଯଦି ମନେ ନାହିଁ, ଆଜିର ଏହି ବିଶ୍ୱ ପିତୃ ଦିବସ ଉପଲକ୍ଷେ ସେଇ କଥାକୁ ଥରୁଟିଏ ହେଉନା କାହିଁକି ଚିନ୍ତା କରନ୍ତୁ। ତାଙ୍କର କ'ଣ ପରିସ୍ଥିତି ଏକଦମ ସ୍ୱଚ୍ଛଳ ଥିଲା ଯେ ସେ ଆମକୁ ଏତେ କଷ୍ଟ ସହି ଦୁଃଖ ସହି ଯନ୍ତ୍ରଣା ସହି ବଡ଼ କଲେ? ଆମ ପାଖରେ କ'ଣ ବା ନାହିଁ ତାଙ୍କୁ ଆମେ ଦେଇ ନ ପାରିବା?